ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଶିବ ପଞ୍ଚାକ୍ଷର ମନ୍ତ୍ରର ଅର୍ଥ ଆସନ୍ତୁ ଜାଣିବା। ଶିବ ପଞ୍ଚାକ୍ଷର ମନ୍ତ୍ରର ଅର୍ଥ। ଶିବଙ୍କ 5ଟି ଅକ୍ଷରର ମନ୍ତ୍ର ହେଉଛି ଭଗବାନ ଶିବଙ୍କୁ ଉଦ୍ଦେଶ୍ୟ କରି ରଚିତ ଗୋଟିଏ ହିନ୍ଦୁ ଧାର୍ମିକ ସ୍ତୋତ୍ର। 5ଟି ଶ୍ଲୋକରେ ଗଠିତ ଏହି ମନ୍ତ୍ରଟି ଦାର୍ଶନିକ ଆଦି ଶଙ୍କରାଚାର୍ଯ୍ୟ ଦ୍ୱାରା ରଚିତ। ଏହି ମନ୍ତ୍ରର ରଚୟିତା ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ମହାନ ଶିବ ଭକ୍ତ, ଅଦ୍ୱୈତବାଦୀ ଏବଂ ଧର୍ମଚକ୍ର ପ୍ରବର୍ତ୍ତକ ଥିଲେ। ସନାତନ ଗ୍ରନ୍ଥ ଓ ବିଦ୍ୱାନମାନଙ୍କ ଅନୁସାରେ ସେ ଭଗବାନ ଶିବଙ୍କ ଅବତାର ଥିଲେ। 8 ବର୍ଷ ବୟସରେ ସେ 4ଟି ବେଦରେ ନିପୁଣତା ଲାଭ କରିଥିଲେ। 12 ବର୍ଷରେ ସମସ୍ତ ଶାସ୍ତ୍ରରେ ନିପୁଣତା ହାସଲ କରିଥିଲେ। 16 ବର୍ଷରେ ସେ ଶାଙ୍କର ଭାଷ୍ୟର ରଚନା କରିଥିଲେ ଏବଂ 32 ବର୍ଷ ବୟସରେ ସେ ନିଜ ଦେହତ୍ୟାଗ କରିଥିଲେ। ପଞ୍ଚାକ୍ଷର ର ଅର୍ଥ ସଂସ୍କୃତରେ 5ଟି ଅକ୍ଷର। ଶିବ ପଞ୍ଚାକ୍ଷର ସ୍ତୋତ୍ରରେ ନ, ମ, ସି, ବା ଏବଂ ୟ ଏହି 5ଟି ଅକ୍ଷରକୁ ସୂଚିତ କରାଯାଇଛି, ଯେଉଁଥିରୁ ଓଁ ନମଃ ଶିବାୟ ମନ୍ତ୍ର ଗଠିତ ହୋଇଛି ଏବଂ ଏହା ତାଙ୍କର ଆଧ୍ୟାତ୍ମିକ ଅର୍ଥ ଓ ଶିବ ସହିତ ସମ୍ବନ୍ଧକୁ ବ୍ୟାଖ୍ୟା କରେ। କିଛି ଶାସ୍ତ୍ର ଅନୁସାରେ ଏହି 5ଟି ଅକ୍ଷରକୁ ମାନବ ଶରୀରର ମହାପଞ୍ଚଭୂତର ପ୍ରତୀକ ଭାବେ ଦେଖାଯାଏ ଏବଂ ବିଶ୍ୱାସ ଅଛି ଯେ ଏହାକୁ ଜପ କଲେ ଶରୀରରେ ଥିବା ଏହି ପଞ୍ଚଭୂତ ଶକ୍ତିମାନ ଓ ସଚଳ ହୁଅନ୍ତି। ନ ମାନେ ପୃଥିବୀ ବା ମାଟି, ମ ଜଳ, ସି ଅଗ୍ନି ବା ବାୟୁ ଏବଂ ୟ ଆକାଶକୁ ସୂଚାଏ। ଏହି ମନ୍ତ୍ରର 5ଟି ଶ୍ଲୋକରେ କ୍ରମଶଃ ନ, ମ, ସି, ବା ଏବଂ ୟ ଅଛି, ଯାହା ମାନେ ନମଃ ଶିବାୟ ଅର୍ଥ ସୂଚାଏ। ସମଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ମନ୍ତ୍ରଟି ଶିବ ସ୍ୱରୂପ। ପ୍ରଥମ ପଂକ୍ତି ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗରାଗାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ ନକାରାୟ ନମଃ ଶିବାୟ। ହେ ମହେଶ୍ୱର, ଆପଣ ନାଗରାଜଙ୍କୁ ହାର ଭାବରେ ଧାରଣ କରୁଛନ୍ତି। ହେ ତ୍ରିନେତ୍ରଧାରୀ ତ୍ରିଲୋଚନ, ଆପଣ ଭସ୍ମଧାରୀ, ନିତ୍ୟ ଏବଂ ଶୁଦ୍ଧ। ହେ ଦିଗମ୍ବର ଶିବ, ଆପଣଙ୍କ 9 ଅକ୍ଷରରେ ପରିଚିତ ସ୍ୱରୂପକୁ ନମସ୍କାର। ଦ୍ୱିତୀୟ ପଂକ୍ତି ମନ୍ଦାକିନୀ ସଲିଳ ଚନ୍ଦନ ଚର୍ଚ୍ଚିତାୟ ନନ୍ଦୀଶ୍ୱର ପ୍ରଥମ ନାଥ ମହେଶ୍ୱରାୟ ମନ୍ଦାର ପୁଷ୍ପ ବହୁ ପୁଷ୍ପ ସୁପୂଜିତାୟ ତସ୍ମୈ ମକାରାୟ ନମଃ ଶିବାୟ। ଏହାର ଅର୍ଥ ହେଉଛି ଚନ୍ଦନରେ ଅଙ୍କିତ, ଗଙ୍ଗାଧାରରେ ଶୋଭିତ, ନନ୍ଦୀଶ୍ୱର ଏବଂ ପ୍ରଥମ ନାଥ ମହେଶ୍ୱର, ଆପଣ ମନ୍ଦାର ପୁଷ୍ପ ସହ ସମସ୍ତ ପୁଷ୍ପରେ ସଦା ପୂଜିତ। ହେ ଶିବ, ଆପଣଙ୍କ ମ ଅକ୍ଷର ଦ୍ୱାରା ଜ୍ଞାତ ସ୍ୱରୂପକୁ ନମସ୍କାର। ତୃତୀୟ ପଂକ୍ତି ଶିବାୟ ଗୌରୀ ବଦନାବ୍ଜବୃନ୍ଦ ସୂର୍ଯ୍ୟାୟ ଦକ୍ଷାଧ୍ୱରନଆଶକାୟ ଶ୍ରୀନୀଳକଣ୍ଠାୟ ବୃଷଧ୍ୱଜାୟ ତସ୍ମୈ ଶ୍ରୀକାରାୟ ନମଃ ଶିବାୟ। ଏହି ପଂକ୍ତିର ଅର୍ଥ ହେଉଛି ହେ ଧର୍ମ ପତାକାଧାରୀ, ହେ ନୀଳକଣ୍ଠ, ସି ଅକ୍ଷର ଦ୍ୱାରା ପରିଚିତ ମହାପ୍ରଭୁ, ଆପଣ ଦକ୍ଷଙ୍କ ଅହଂକାରୀ ଯଜ୍ଞକୁ ନାଶ କରିଥିଲେ। ହେ ପାର୍ବତୀଙ୍କ ମୁଖକମଳକୁ ସୂର୍ଯ୍ୟତେଜ ଦେଇଥିବା ଶିବ, ଆପଣଙ୍କ ସି ଅକ୍ଷର ସ୍ୱରୂପକୁ ନମସ୍କାର। ଚତୁର୍ଥ ପଂକ୍ତି ବଶିଷ୍ଠ କୁମ୍ଭଭବ ଗୌତମାର୍ଯ୍ୟ ମୁନୀନ୍ଦ୍ର ଦେବାର୍ଚିତ ଶେଖରାୟ ଚନ୍ଦ୍ରକ ବୈଶ୍ୱନାର ଲୋଚନାୟ ତସ୍ମୈ ବକାରାୟ ନମଃ ଶିବାୟ। ଏହାର ଅର୍ଥ ହେଉଛି ହେ ଦେବାଧିଦେବ ଦେବ ବଶିଷ୍ଠ, ଅଗସ୍ତ୍ୟ, ଗୌତମ ଓ ଦେବଗଣଙ୍କ ଦ୍ୱାରା ପୂଜିତ ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି ଆପଣଙ୍କ 3ଟି ନୟନ ସ୍ୱରୂପ। ହେ ଶିବ, ଆପଣଙ୍କ ବ ଅକ୍ଷର ଦ୍ୱାରା ପରିଚିତ ସ୍ୱରୂପକୁ ନମସ୍କାର। ପଞ୍ଚମ ପଂକ୍ତି ଯକ୍ଷସ୍ୱରୂପାୟ ଜଟାଧରାୟ ପିନାକହସ୍ତାୟ ସନାତନାୟ
ଦିବ୍ୟାୟ ଦେବାୟ ଦିଗମ୍ବରାୟ ତସ୍ମୈକାରାୟ ନମଃ ଶିବାୟ। ଏହି ପଂକ୍ତିର ଅର୍ଥ ହେଉଛି, ହେ ଯକ୍ଷ ସ୍ୱରୂପ ଜଟାଧାରୀ ପିନାକଧାରୀ ଶିବ, ଆପଣ ଆଦି ମଧ୍ୟ ଓ ଅନ୍ତବିହୀନ ସନାତନ। ହେ ଦିବ୍ୟ ଦିଗମ୍ବର ଶିବ, ଆପଣଙ୍କ ୟ ସ୍ୱରୂପକୁ ନମସ୍କାର। ପଞ୍ଚାକ୍ଷରମିଦଂ ପୁଣ୍ୟଂ ଯ ପଠେତ୍ ଶିବ ସନ୍ନିଧୌ ଶିବଲୋକଂ ପ୍ରାପ୍ନୋତି ଶିବେନ ସହ ମୋଦତେ। ଇତି ଶ୍ରୀମତ୍ ଶଙ୍କରାଚାର୍ଯ୍ୟ ବିରଚିତଂ ଶ୍ରୀ ଶିବପଞ୍ଚାକ୍ଷର ସ୍ତୋତ୍ରଂ ସମ୍ପୂର୍ଣ୍ଣମ୍। ଯିଏ ପ୍ରତିଦିନ ଶିବଙ୍କ ସମ୍ମୁଖରେ ଏହି ପଞ୍ଚାକ୍ଷର ମନ୍ତ୍ର ପାଠ କରେ, ସେ ଶିବଲୋକଙ୍କୁ ପ୍ରାପ୍ତ କରେ ଏବଂ ଶିବଙ୍କ ସହ ସୁଖରେ ବାସ କରେ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।